କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ ଆମେ ରାଜନୀତି ବିଜ୍ଞାନରେ ସାଧାରଣ ଭାବରେ ଅନେକ ଗୁଡ଼ିଏ ଶବ୍ଦ ବ୍ୟବହାର ହୁଏ, ତ ସେଇ ଶବ୍ଦ ଗୁଡ଼ିକର ଅର୍ଥ କଣ ଆଜିର ଭିଡିଓରେ ଆମେ ଜାଣିବା। ରାଜ୍ୟ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଏବଂ ସରକାର ସହିତ ଏକ ରାଜନୈତିକ ସଂଗଠନ। ରାଷ୍ଟ୍ର ସମାନ ସଂସ୍କୃତି, ଭାଷା କିମ୍ବା ପରିଚୟ ସହିତ ଲୋକଙ୍କ ଏକ ଗୋଷ୍ଠୀ। ସରକାର ଏକ ରାଷ୍ଟ୍ରକୁ ଶାସନ କରୁଥିବା ସଂସ୍ଥା। ସମ୍ବିଧାନ ସର୍ବୋଚ୍ଚ ଆଇନ ଯାହା ସରକାରଙ୍କ ଗଠନ ଏବଂ କ୍ଷମତାକୁ ରୂପରେଖା ଦିଏ। ଲୋକତନ୍ତ୍ର ଏକ ବ୍ୟବସ୍ଥା ଯେଉଁଠାରେ ଲୋକମାନେ ସେମାନଙ୍କର ନେତାମାନଙ୍କୁ ନିର୍ବାଚିତ କରନ୍ତି। ଗଣତନ୍ତ୍ର ଏକ ଦେଶ ଯେଉଁଠାରେ ରାଷ୍ଟ୍ର ମୁଖ୍ୟ ନିର୍ବାଚିତ ହୁଅନ୍ତି, ରାଜା ନୁହେଁ। ସାର୍ବଭୌମତ୍ୱ ଏକ ରାଷ୍ଟ୍ରର ସ୍ୱୟଂ ଶାସନ କରିବାର କ୍ଷମତା। ନାଗରିକତା ଅଧିକାର ଏବଂ କର୍ତ୍ତବ୍ୟ ସହିତ ଏକ ରାଜ୍ୟର ଆଇନଗତ ସଦସ୍ୟତା। ରାଜତନ୍ତ୍ର ଜଣେ ରାଜା କିମ୍ବା ରାଣୀଙ୍କ ଦ୍ୱାରା ଶାସନ। ଏକଛତ୍ରବାଦ ସମ୍ପୂର୍ଣ୍ଣ କ୍ଷମତା ସହିତ ଜଣେ ବ୍ୟକ୍ତି ଦ୍ୱାରା ଶାସନ। ଧର୍ମତନ୍ତ୍ର ଧାର୍ମିକ ନେତାମାନଙ୍କ ଦ୍ୱାରା ପରିଚାଳିତ ସରକାର। ସଂଘୀୟତା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ କ୍ଷମତା ବିଭାଜନ। ସଂସଦୀୟ ବ୍ୟବସ୍ଥା କାର୍ଯ୍ୟନିର୍ବାହୀ ବ୍ୟବସ୍ଥା ହେଉଛି ବିଧାନସଭାର ଏକ ଅଂଶ। ରାଷ୍ଟ୍ରପତି ବ୍ୟବସ୍ଥା କାର୍ଯ୍ୟନିର୍ବାହୀ ବ୍ୟବସ୍ଥା ଠାରୁ ପୃଥକ। ଉଦାରବାଦ ବ୍ୟକ୍ତିଗତ ଅଧିକାର ଏବଂ ସ୍ୱାଧୀନତା ଉପରେ ଗୁରୁତ୍ୱାରୋପ କରେ। ସଂରକ୍ଷଣବାଦ ପରମ୍ପରା ଏବଂ କ୍ରମଶଃ ପରିବର୍ତ୍ତନକୁ ସମର୍ଥନ କରେ। ସମାଜବାଦ ସାମାଜିକ ମାଲିକାନା ଏବଂ ସମାନତାକୁ ପ୍ରୋତ୍ସାହିତ କରେ। ସାମ୍ୟବାଦ ଏକ ଶ୍ରେଣୀହୀନ ସମାଜ ଯେଉଁଠାରେ ସମ୍ପତ୍ତି ସାଧାରଣତଃ ମାଲିକାନା ହୋଇଥାଏ। ଫାଶୀବାଦ ଏକଛତ୍ରବାଦୀ କ୍ଷମତା, ଚରମ ଜାତୀୟତାବାଦ ଏବଂ ବିରୋଧୀଙ୍କ ଦମନ। ନିର୍ବାଚନ ଭୋଟ ଦେଇ ନେତା ଚୟନର ଏକ ପ୍ରକ୍ରିୟା। ରାଜନୈତିକ ଦଳ ଏକ ଗୋଷ୍ଠୀ ଯାହା ନିର୍ବାଚନ ଲଢ଼େ ଏବଂ କ୍ଷମତା ହାସଲ କରିବାକୁ ଚେଷ୍ଟା କରେ। ମତାଧିକାର ଭୋଟ ଦେବାର ଅଧିକାର। ଅଭିଯାନ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ସମର୍ଥନ ହାସଲ କରିବା ପାଇଁ କାର୍ଯ୍ୟକଳାପ। ଜନମତ ଏକ ପ୍ରସଙ୍ଗରେ ନାଗରିକଙ୍କ ଦ୍ୱାରା ସିଧାସଳଖ ଭୋଟ। ବିଧାନସଭା ଆଇନ ପ୍ରଣୟନକାରୀ ସଂସ୍ଥା। କାର୍ଯ୍ୟନିର୍ବାହୀ ସଂସ୍ଥା ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥା। ନ୍ୟାୟପାଳିକା ଆଇନ ବ୍ୟାଖ୍ୟା କରୁଥିବା ସଂସ୍ଥା। ବିଲ୍ ଏକ ନୂତନ ଆଇନ ପାଇଁ ଏକ ପ୍ରସ୍ତାବ। ସଂଶୋଧନ ଏକ ସମ୍ବିଧାନ କିମ୍ବା ଆଇନରେ ଏକ ପରିବର୍ତ୍ତନ କିମ୍ବା ଯୋଗ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, ତାହେଲେ କମେଣ୍ଟରେ ଲେଖିକି ଦେବ, ତାକୁ ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡିଓ ଟିକେ ଲାଇକ୍ କରିଦେବ, ଭିଡିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବ ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।